ଆଜି ମୋ ବଡ଼ ପୁଅ ଜାଙ୍ଗୁଲୁ ବା ନିଶାନ୍ତର ଜନ୍ମଦିନ। ତିନି ଭାଇ ବଡ଼ ତରବରିଆ ଭାବରେ ଜନ୍ମଦିନ ପାଳନ କଲେ, କାରଣ କାହାରି ବି ଛୁଟି ନଥିଲା। ଆଜି କେବଳ ତା ଜନ୍ମଦିନ ନୁହେଁ, ମୋ ଜୀବନର ବି ଗୋଟେ ବହୁତ ବଡ଼ ଦିନ। ପ୍ରଥମେ ମୁଁ ମା ହେବାର ପୁଲକ ତାରି ପାଖରୁ ପାଇଥିଲି। ଏବେ ସିନା ସମସ୍ତଙ୍କର ଗୋଟେ ଗୋଟେ ପିଲା, ଯେଉଁମାନଙ୍କର ଏକାଧିକ ପିଲା ଥିବେ ସେମାନେ ଅନୁଭବ କରିପାରିବେ। ପ୍ରଥମ ପିଲା ପ୍ରତି ନିଶ୍ଚିତ ଭାବରେ କିଛି ଅଧିକ ସ୍ୱାତନ୍ତ୍ର୍ୟ ରହିଯାଏ ମନ ଭିତରେ, କାରଣ ସିଏ ହିଁ ତ ପ୍ରଥମ ଦେଇଥାଏ ମାର ପୁଲକ। ଏଇଟା ପାତର ଅନ୍ତର ନୁହେଁ, ଏଇଟା ଗୋଟେ ନିରାଟ ସତ୍ୟ। ମୁଁ ଠାକୁର ପୂଜା ସାରିଥିଲି, ଆଉ ଫୁଲ ବି ଗୁନ୍ଥି ସାରିଥିଲି। ତିନି ପିଲା ଫଟୋ ଉଠାଇ ସାରିଲା ପରେ ଆମକୁ ବି ଡାକି କିଛି ଫଟୋ ଉଠାଇଲେ। ମୁଁ ମନେ ମନେ ଭାବୁଥିଲି, ଏଇ 5 ଜଣଙ୍କୁ ଛାଡ଼ିଦେଲେ ମୋ ଜୀବନରେ ଆଉ ଏତେ ଗୁରୁତ୍ୱପୂର୍ଣ୍ଣ କିଏ ବା ହେଇପାରିବ। ଆଉ ମନେ ମନେ ପ୍ରାର୍ଥନା କରୁଥିଲି, ପ୍ରଭୁ ସମସ୍ତେ ଭଲରେ ରୁହନ୍ତୁ। ଆଜି ତାର ଜନ୍ମଦିନରେ ବହୁତ ପ୍ରାର୍ଥନା କରୁଥିଲି ତାର ଚଲାପଥ କୁସୁମିତ ହଉ। ମୋତେ ବେଢ଼ି ରହିଥିବା ଏଇ 4 ଜଣ ଚିରଦିନ ଏମିତି ମୋତେ ବେଢ଼ିକି ରହିଥାନ୍ତୁ।